ଗୋଟିଏ ବଣରେ ସିଂହ, କାଉ ଏବଂ ବିଲୁଆ ସାଙ୍ଗ ହୋଇ ରହୁଥିଲେ। ତିନି ଜଣଙ୍କ ଭିତରେ ଥିଲା ବହୁତ ଭଲ ବନ୍ଧୁତା। ଜଣେ ଅନ୍ୟ ଜଣଙ୍କୁ କ୍ଷଣେ ନ ଦେଖିଲେ ରହିପାରୁନଥିଲେ। ସିଂହ ଶିକାର କରି ଆଣେ, ବିଲୁଆ ଆଉ କାଉ ତାକୁ ଆରାମରେ ଖାଆନ୍ତି। ସେ ଦୁହିଁଙ୍କୁ କିଛି କାମ କରିବାକୁ ପଡ଼ିନଥାଏ। କେବଳ ସିଂହର ଚାଟୁକାରିତା କରୁଥାନ୍ତି ଦିନସାରା। ଆରେ ଭାଇମାନେ, କୁଆଡ଼େ ଗଲ? ଆସ, ଆରେ ଆସ, ଦେଖ ବଢିଆ ଜିନିଷଟେ ଆଣିଛି। ମୈତ୍ରେ, କଣ ଆଣିଛ ବା? ମୈତ୍ର, ଆସିଲଣି କି? ଏଇ ନିଅ, ଖାଅ, ପେଟ ପୂରେଇ ଖାଅ। ତମେ ଥିବା ଯାଏ ଆମର ଆଉ ଚିନ୍ତା କଣ ମ? ଆମେ ଦିନ ରାତି ଖାଲି ମଉଜ କରିବୁ। ହଁ, ପଶୁପକ୍ଷୀଙ୍କର ଆଉ ଚିନ୍ତା କଣ ଯେ? ପେଟକୁ ଗଣ୍ଡାଏ ଦାନା ମିଳିଲେ କଥା ସରିଲା। ଯେପର୍ଯ୍ୟନ୍ତ ମହାରାଜ ଅଛନ୍ତି ଆମେ କାହିଁକି କଣ ଚିନ୍ତା କରିବୁ? ହେଲେ କାଲି ସକାଳେ ଯଦି ମହାରାଜ ଆମ ହାତ ଛାଡ଼ିଦେବେ କଣ କରିବା କହିଲ? ଆରେ ବାବା, ଆଜି କଥା ଆଜି ଚିନ୍ତା କର। ବର୍ତ୍ତମାନ ବଞ୍ଚିବା ଶିଖ। ଭବିଷ୍ୟତ କଥା ଚିନ୍ତା କରନି। ହେଲେ ଗୋଟେ କଥା ମନେ ରଖ, ଯେ ପର୍ଯ୍ୟନ୍ତ ମୁଁ ଅଛି ସେ ପର୍ଯ୍ୟନ୍ତ ତମର କୌଣସି କ୍ଷତି ହେବ ନାହିଁ। ସିଂହରାଜା ପ୍ରତ୍ୟେକ ଦିନ ଶିକାର କରିବାକୁ ବଣ ଭିତରକୁ ଯାଆନ୍ତି। ତାଙ୍କର ଦିନେ ହାତୀ ଶିକାର କରିବାକୁ ଇଚ୍ଛା ହେଲା। ଯୋଗକୁ ହାତୀଟିଏ ବି ମିଳିଗଲା। ହେଲେ ହାତୀକୁ ଶିକାର କରିବା ବେଳେ ସିଂହରାଜ ଆହତ ହେଲେ। ତାଙ୍କର ଗୋଟିଏ ବହୁତ ବଡ଼ ଖଣ୍ଡିଆ ହେଲା, ଯୋଉଟା ଜମା ଶୁଖିଲାନି। ମୈତ୍ର, ତମେ ମାନେ ଦେଖିପାରୁଛ ନା ଏ ଘାଟା କେମିତି ଦିନକୁ ଦିନ ବଢିବାରେ ଲାଗିଛି। ମତେ ଲାଗୁଛି ଏ ଘା ଆଉ ଶୁଖିବନି। ହେଲେ ମୁଁ ଗୋଟେ କଥା ଶୁଣିଛି, ଏମିତି ଖଣ୍ଡିଆ ପାଇଁ ଯଦି ଓଟ ମାଂସ ଖାଇପାରିବେ ତାହେଲେ ଘାଟା ଜଲ୍ଦି ଭଲ ହେଇଯିବ। ହେଲେ ଏଇଟା ତ ବଣ, ଓଟ ଏଠି କୋଉଠି ମିଳିବ? ତା ଛଡ଼ା ଏ ଘାଟା ହବା ପରେ ମୋର ବି ଆଉ ଶିକାର ପାଇଁ ବଳ ପାଉନି। ବ୍ୟସ୍ତ ହୁଅନ୍ତୁନି ମହାରାଜ, ମୁଁ କାଲି ଆପଣଙ୍କୁ ଓଟ ମିଳିବ କି ନାହିଁ କହୁଛି। କୋଉଠୁ ମିଳିବ ଯେ? ମୋର କାହିଁକି ଅସମ୍ଭବ ମନେ ହେଉଛି। କାଉ ଓଟ ସାଙ୍ଗରେ ପୁରା ମିଶିଯାଏ, ଆଉ ତାକୁ ସତ ମିଛ କହି ତା ସାଙ୍ଗରେ ବନ୍ଧୁତା ସ୍ଥାପନ କରେ। ଜାଣିଛ, ଏ ବଣର ରାଜା ହେଉଛନ୍ତି ସିଂହ ମହାରାଜ। ମୁଁ ଆଉ ବିଲୁଆ ହଉଛୁ ତାଙ୍କର ଖାସ୍ ସାଙ୍ଗ। ଆଜି ତମେ ମୋର ସାଙ୍ଗ ହେଇଗଲ, ତେଣୁ ସେମାନେ ବି ତମର ସାଙ୍ଗ ହେଇଯିବେ। ହେଲେ ସିଂହକୁ ଦେଖିଲେ ତ ମତେ ଭାରି ଡର ମାଡେ। ସେ ତ ଦେଖିବା ମାତ୍ରେ ମତେ ଖାଇଦେବେ। ତମେ ଯୋଉ କଥା କହୁଛ ନା, ସେମିତି ହେଇଥିଲେ ମହାରାଜ ତ ଆମ ଦି ଜଣଙ୍କୁ ବି ମାରି ଖାଇ ଦେଇଥାନ୍ତେ। ଶୁଣ, ମହାରାଜଙ୍କ ପାଖରେ ରହିଲେ ତମକୁ ବଣର ଅନ୍ୟ ପଶୁମାନେ ଆଖି ଉଠେଇ ଚାହିଁବାକୁ ସାହସ ବି କରିବେନି, ବୁଝିଲ? ସତ କଥା ତ, ମୁଁ ଏକଥା ଆଗରୁ କେବେ ଚିନ୍ତା କରିନଥିଲି। ଓଟକୁ ଧରି କାଉ ଯାଇ ପହଞ୍ଚିଲା ସିଂହ ମହାରାଜଙ୍କ ପାଖରେ। ଓଟକୁ ଦେଖିବା ପରେ ସିଂହ ମହାରାଜଙ୍କର ହୋସ ବସିଲା। ସିଂହ, ବିଲୁଆ ଓ କାଉ ସମସ୍ତେ ଓଟ ସାଙ୍ଗରେ ଖାଲି ଉପରେ ଉପରେ ମିଶୁଥାନ୍ତି।
କିନ୍ତୁ ତାଙ୍କର ଅସଲ ଉଦ୍ଦେଶ୍ୟ ଥିଲା ଓଟ ଶିକାର କରିବା। ଯେହେତୁ ସିଂହ ରାଜାଙ୍କର ଦେହ ଦୁର୍ବଳ ହୋଇଯାଇଥିଲା, ସେ ଶିକାର କରିପାରୁନଥିଲେ। ଥରେ ବଣରେ ଅକାଳ ପଡ଼ିଲା। ବର୍ଷା ହେଲାନି। ସବୁ ପଶୁପକ୍ଷୀ ବଣ ଛାଡ଼ି ଚାଲିଗଲେ। ସିଂହରାଜଙ୍କୁ ଆଉ କିଛି ଖାଦ୍ୟ ମିଳିଲାନି। ତାପରେ ସିଂହ, କାଉ ଓ ବିଲୁଆଙ୍କର ପୂର୍ବ ଯୋଜନା ଅନୁଯାୟୀ ସେମାନେ ଓଟକୁ ଖାଇବା ପାଇଁ ଷଡ଼ଯନ୍ତ୍ର କଲେ। ଆଉ ସେ ଷଡ଼ଯନ୍ତ୍ରରେ ଆପେ ଆପେ ଫସିଗଲା ଓଟ। ଜାଣିଲେ ମହାରାଜ, ବଣରେ ଯେତେ ପଶୁପକ୍ଷୀ ଥିଲେ ସମସ୍ତେ ବଣ ଛାଡ଼ି ପଳେଇଛନ୍ତି। ଆଉ ଜଣେ ବି କେହି ନାହାନ୍ତି। ଏବେ ଏବେ କଣ କରିବା? କଣ ଆଉ କରିବା? ଏଣିକି ତ ଭୋକ ଉପାସରେ ମରିବାକୁ ହବ। ମୋର କାହିଁ ଆଉ ବେଶୀ ଦିନ ଲାଗୁନି। ଇଏ କି କଥା କହୁଛନ୍ତି ମହାରାଜ? ମୁଁ ଥାଉ ଥାଉ ଆପଣ ଭୋକରେ ମରିବେ? ଅସମ୍ଭବ। ଆପଣ ମତେ ଖାଇଦିଅନ୍ତୁ। ଇଏ କଣ କହୁଛ ମିତ୍ର? ସେ ଠିକ କହୁଛନ୍ତି ମହାରାଜ। ଆମେ ବା ମୈତ୍ର। ଆମେ ଥାଉ ତ ଆପଣ କଷ୍ଟ ପାଇବେ। ଆମେ ସହିବୁ କେମିତି? ଜୀବନ ସାରା ଆପଣ ଆମକୁ ଖାଦ୍ୟ ଖୁଆଇ ବଞ୍ଚାଇଛନ୍ତି। ଆଉ ଆଜି ଏ ଦୁର୍ଦିନରେ ଆମେ ଆପଣଙ୍କୁ ଛାଡ଼ିଦେବୁ? ଆପଣ ବିଲୁଆ ମୈତ୍ରଙ୍କୁ ଛାଡ଼ନ୍ତୁ ମହାରାଜ। ଆଗ ମତେ ଖାଇଦିଅନ୍ତୁ। ଏ କଥା ଯେ ଓଟକୁ ଫସେଇବା ପାଇଁ ଥିଲା, ତାହା ଓଟ ବୁଝିପାରିଲାନି। ସେ ଦେଖିଲା ସମସ୍ତେ ଯେତେବେଳେ ବାହାଦୁରୀ ନେବାକୁ ଚାହୁଁଛନ୍ତି, ସେ କାହିଁକି ପଛରେ ରହିବ? ସେ ବି ସିଂହ ମହାରାଜଙ୍କୁ ତାକୁ ଖାଇବା ପାଇଁ ଅନୁରୋଧ କଲା। ଦେଖନ୍ତୁ ମହାରାଜ, ମୁଁ ହେଲି ସବୁଠୁ ବଡ଼ ପ୍ରାଣୀ। ମତେ ମାରିଦେଲେ ଆପଣ 3 ଜଣ ଅତି କମରେ 4-5 ଦିନ ଚଳିଯିବେ। ତେଣୁ ମତେ ଖାଇବା ବ୍ୟବସ୍ଥା କରନ୍ତୁ। ନା ନା, ଇଏ କେମିତି କଥା କହୁଛ ମିତ୍ର? ଏଥିରେ ଅସୁବିଧା କଣ ଅଛି ମହାରାଜ? ସେ ତ କିଛି ଭୁଲ କହୁନାହାନ୍ତି। ଆରେ, ମୁଁ କିଛି ଭୁଲ ଭାଲ କହିଦେଲି କି? ଆଉ ଚିନ୍ତା କରନ୍ତୁନି ମହାରାଜ, ଏଥିରେ କିଛି ପାପ ହବନି। ଓଟ ଭାଇ ଆପେ ଆପେ ରାଜି ହେଇଛନ୍ତି। ଆମେ କଣ ତାଙ୍କୁ ବାଧ୍ୟ କରିଥିଲେ? ହଉ, ଠିକ ଅଛି ତାହେଲେ। हे भगवान, बचाओ मते, बचाओ! बचाओ! ଅଗନା ଅଗନି ବନସ୍ତରେ ଥିଲା ଏକ ବହୁତ ବଡ଼ ଗଛ। ସେ ଗଛରେ ରହୁଥିଲା କାଉଟିଏ। କାଉଟି ବହୁତ ସାହାଯ୍ୟକାରୀ ଥିଲା। ଦିନେ ସେ ଗଛରେ ରହିବା ପାଇଁ 2ଟି ମାଙ୍କଡ଼ ଆସି ପହଞ୍ଚିଲେ। ବାଃ, ବଢିଆ ଗଛଟେ ହେଇଛି ତ। ହଁ, ଏଠି ସବୁ ସୁବିଧା ବି ଅଛି। ପାଣି ପିଇବା ପାଇଁ ଆମକୁ ବେଶୀ ଦୂରକୁ ବି ଯିବାକୁ ପଡିବନି। ତାହେଲେ ଆଜିଠୁ ଆମେ ଏଇଠି ରହିବା। ହଁ, ଏଇଠି ରହିବା। ଏଇଠି ଯଦି ରହିବ, ତାହେଲେ ମୁଁ ବି ଖୁସି ହେବି। କାହିଁକି ନା ମୁଁ ବହୁତ ଏକୁଟିଆ ହେଇଯାଉଥିଲି। ମତେ ଏଣିକି ସାଥୀ ମିଳିଯିବେ। ଦେତ୍, ତୋ ସାଙ୍ଗରେ କିଏ ସାଙ୍ଗ ହବ? ତୁ ତ ଚଢେଇଟା। ଚଢେଇ ହେଲେ କଣ ଅସୁବିଧା ଅଛି? ଆମେ ତ ନିଜ ଭିତରେ କଥା ହେଇପାରିବା, ପରସ୍ପରର ସୁଖ ଦୁଃଖ ଭାଗ କରିପାରିବା। ବେଶୀ ଗପ ନା କାଉ, ପାଟି ଚୁପ୍ କରିଲ। ତୋ ସହ ଅଯଥା କଥା ଗପି ଆମ ମୁଣ୍ଡ ଖରାପ କରିବାର ନାହିଁ। ହଉ ହେଲା। ୟା ଭିତରେ ଅନେକ ଦିନ ବିତିଗଲା। ଶୀତ ଋତୁ ଆସିଲା। ସେ ବର୍ଷ ବହୁତ ଜୋରରେ ଶୀତ ପଡ଼ିଲା। କାଉର ଯେହେତୁ ବସା ଥିଲା, ସେ ବସାରେ ରହିଯାଉଥିଲା। କିନ୍ତୁ ମାଙ୍କଡ଼ 2ଟାଙ୍କର ତ ବସା ନଥିଲା।
ତେଣୁ ସେ ଶୀତରେ ଥରୁଥିଲେ। କଣ କରିବା ଭାଇ, ଯଦି ଏମିତି ଆଉ ମାସେ କିମ୍ବା 15 ଦିନ ଥଣ୍ଡା ପଡେ ନା ତାହେଲେ ତ ଆମେ ମରିଯିବା। ଆରେ ଦିନରେ ତ ଯାହା ଯେମିତି ଚଳି ଯାଉଛି, କିନ୍ତୁ ସନ୍ଧ୍ୟା ହେଲା ମାନେ ଆଉ ରହି ହଉନି। ହଁ ପା, ରାତି ଯେମିତି ବଢୁଛି ଥଣ୍ଡା ବି ସେମିତି ବଢୁଛି। କେମିତି ରହିବା କହିଲୁ? ମୋ କଥା ମାନ, ତମେ ମାନେ ରହିବା ପାଇଁ ବସା ତିଆରି କର। ୟା ପରେ ଯଦି ଶୀତ ଆଉ ବଢେ ତାହେଲେ ତମେ ମାନେ ହଇରାଣ ହବ। ତୁ ଚୁପ୍ କର, ତତେ ଆମେ କିଛି ପଚାରିଛୁ? ସବୁବେଳେ ଉପରେ ପଡି ରାଉ ରାଉ ହଉଛି। ୟା ବସାଟା ଭାଙ୍ଗିଦେଲେ କାମ ସରନ୍ତା। ଯେତିକି କଥା ଗପୁଛି ନା ସବୁ ବନ୍ଦ ହେଇଯାନ୍ତା। ଦେଖିବୁ ଦେଖିବୁ ଏବେ ଭାଙ୍ଗିବୁ ତ ବସା। ନାଇଁ ନାଇଁ ଭାଇ ମାନେ, ମୋର ଭୁଲ ହେଇଛି। ମୁଁ ଏମିତି ଗୋଟେ କହୁ କହୁ କହିଦେଲି। ଦୟାକରି ମୋ କଥା ଧରନି, ମୋ ବସା ଭାଙ୍ଗନି। ହଉ ହେଲା ହେଲା, ଏଥର ନ ପଚାରିବା ଯାଏ କିଛି ବି କହିବୁନି। କିଛି କହିବୁନି ମାନେ କିଛି କହିବୁନି, ଏକଦମ ଚୁପ ହେଲା। ହଉ ଆଜ୍ଞା, ମୁଁ ଆଜିଠୁ କିଛି କହିବିନି। ଦିନ ଯାଇ ସନ୍ଧ୍ୟା ହେଲା। ମାଙ୍କଡ଼ 2 ଜଣ ଗଛ ପାଖକୁ ଫେରିଲେ। ହେଲେ ଶୀତ ସମ୍ଭାଳି ପାରିଲେନି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗେଇବାକୁ ଚେଷ୍ଟା କଲେ। ଆଚ୍ଛା, ଗୋଟେ କାମ କଲେ ହୁଅନ୍ତାନି? କଣ କହୁନୁ? ଶୀତରୁ ରକ୍ଷା ପାଇବା ପାଇଁ ଯେତିକି ପତ୍ର ଏଠି ପଡିଛି ସେଥିରେ ନିଆଁ ଲଗେଇଲେ ହୁଅନ୍ତାନି? ହଁ, ବଢିଆ କଥାଟେ କହିଛୁ। ତୋ ବୁଦ୍ଧି ମନ୍ଦ ନୁହଁ। ହେଲେ ହେଲେ ପୁଣି କଣ? ହେଲେ ନିଆଁ କୋଉଠୁ ଆଣିବା? ହଁ ସତରେ ତ, ୟାରିଠୁ ନିଆଁ ମିଳିବ। ଚାଲ ତାକୁ ଧରିବା। ଆରେ ଭାଇ, କି କଥା କହୁଛ? ସେଇଟା ଜୁଳୁଜୁଳିଆ ପୋକ, ତାଠୁ କଣ ନିଆଁ ମିଳିବ? ତତେ କହିଥିଲି ନା ଚୁପ୍ ରହିବା ପାଇଁ। ଚୁପ୍ ରହ। ହଉ ହଉ, ମୁଁ ଆଉ ମୁହଁ ଖୋଲିବିନି। ଓହୋ, ଏ ନିଆଁକୁ ତ ଧରି ହେଲାନି। ଏବେ କେମିତି ଶୀତରୁ ରକ୍ଷା ପାଇବା? ମୁଁ ତ ସେଇ କଥା ଭାବୁଛି ଯେ କେମିତି ଶୀତରୁ ରକ୍ଷା ପାଇବା। ମୋ ସାନ କୁହା ମାନ, ପଥର ଦେହରେ ପଥର ନହେଲେ କାଠ ଦେହରେ କାଠକୁ ଘଷି ଦିଅ, ଦେଖିବ ନିଆଁ ମିଳିଯିବ। ଏ କାଠକୁ କାଠରେ ଘଷିବିନି, କାଠକୁ ତୋ ଦେହରେ ଘଷିବି। ରହ, ବାରମ୍ବାର ମନା କରୁଛି, ମଝିରେ କଥା କହନି। ହେଲେ ଇଏ ତ ଚୁପ୍ ହଉନାହିଁ। ଆଜି ଆକୁ ସବୁଦିନ ପାଇଁ ଚୁପ୍ କରିଦେବାକୁ ପଡିବ। ମୁଁ କଣ କଲି? ମୁଁ ତ ତମ ଭଲ ପାଇଁ କହୁଛି। ଜୁଳୁଜୁଳିଆଠୁ ନିଆଁ ମିଳିବନି, କାଠକୁ କାଠରେ ଘଷିଲେ ନିଆଁ ମିଳିବ। ଦେଖିବୁ ଏବେ। ତେଣୁ କୁହାଯାଏ, ଯେପର୍ଯ୍ୟନ୍ତ ଜଣେ ତମ ପରାମର୍ଶ ନ ଚାହିଁଛି ସେ ପର୍ଯ୍ୟନ୍ତ ତାକୁ କୌଣସି ପରାମର୍ଶ ଦିଅ ନାହିଁ, ନହେଲେ ଏଇଭଳି ଅବସ୍ଥା ହେବ।